ମୋ ନାଁ ହେଉଛି ପବିତ୍ର କୁମାର ସ୍ୱାଇଁ। ମୁଁ ଦିଲ୍ଲୀରେ ରହୁଛି। ଦିଲ୍ଲୀରେ ମତେ 35 ଇୟର ହେଇଗଲାଣି। ଆଉ ଆମେ ସେଠି ଅଟଳ ବିହାରୀ ବାଜପେୟୀଙ୍କ ପାଖକୁ ଯେତେବେଳେ ଯାଉ, ମୁଁ 99ରେ ଯେତେବେଳେ ଗଲି, ଆପଣଙ୍କ ଘର କୋଉଠି? ମୁଁ କହିଲି ଆମର ଓଡ଼ିଶା। ନା ଆପଣଙ୍କ ଜଗନ୍ନାଥ ପୁରୀ? ମୁଁ କହିଲି ହଁ ପୁରୀ। ଆଉ ବହୁତ କିଛି କରିଛନ୍ତି କାମ, କିନ୍ତୁ ବହୁତ ଭଲ ଲୋକ। ସେ ସମସ୍ତଙ୍କୁ ସମାନ ଭାବନ୍ତି, କାହାକୁ ମାନେ ଭାବନ୍ତିନି ଯେ ତମେ କର କି ମୁଁ ନିଜର। ସମସ୍ତଙ୍କ ସାଙ୍ଗେ ସେ ମିଳିମିଶିକିରି କାମ କରନ୍ତି। ହଁ, ମୁଁ 2000 ମସିହାରୁ ବର୍ତ୍ତମାନ ଭଲ ପାଇଛି। ଆମର ମ୍ୟାଡାମ 2018ରୁ ମା ନାରୀ ଶକ୍ତି ଫାଉଣ୍ଡେସନ ଗୋଟେ କରିଛନ୍ତି। ସେଥିରେ ଆମେ ମେଡିକାଲ, ସ୍ୱଚ୍ଛ ଭାରତ, ଯେକୌଣସି ପ୍ରୋଗ୍ରାମ ହେଲେ ବି ଯୋଉ ସ୍କୁଲରେ ଆମେ ସେ ଛୋଟ ମୋଟ ଯାହା ହେଲେ ଭଲ କରୁ। ଆମର ସେ ଓଡିଶାରେ ଜଗନ୍ନାଥ ମନ୍ଦିର ପାଖରେ ଆମେ ଇଏ କରିଛୁ, ଆମର ଖୁଦୁରୁକୁଣୀ ଓଷା ଆଉ ପନିପର୍ବ ହଇ ସେତେବେଳେ ଆମେ କରୁ। ମୋ ଲକ୍ଷ୍ୟ ଯେ ପବ୍ଲିକ ସବୁ ଭଲ, ମାନେ ଅଟଳ ବିହାରୀ ବାଜପେୟୀର ତାର ସବୁ ଶିଖନ୍ତୁ। ସେ ଭଲ ପାଆନ୍ତି ଯେମିତି ଆମେ ସମସ୍ତଙ୍କୁ ଭଲ ପାଇବା, ତାଙ୍କ ଉଦ୍ଦେଶ୍ୟରେ ଆମେ ଗୋଟେ କରିଛୁ। ଆଉ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ 100ତମ ଜନ୍ମ ଜୟନ୍ତୀ ସମଗ୍ର ଦେଶ ପାଳନ କରୁଛି। ଦଳ ତରଫରୁ, ସରକାର ତରଫରୁ ପାଳନ କରାଯାଉଛି। କିନ୍ତୁ ମୁଁ ଧନ୍ୟବାଦ ଦେବି ସୀମା ନାରୀ ଶକ୍ତି ଫାଉଣ୍ଡେସନ, ତାଙ୍କର ଯୋଉ ଉଦ୍ୟମ, ତାଙ୍କ ଯୋଉ ପ୍ରଚେଷ୍ଟା, ଅଟଳଜୀଙ୍କ ବାର୍ତ୍ତା, ଅଟଳଜୀଙ୍କ ପ୍ରେରଣା, ଅଟଳଜୀଙ୍କ ଯୋଉ ଆଦର୍ଶ, ଅଟଳଜୀଙ୍କ ମାର୍ଗକୁ ଯୁବପିଢିଙ୍କ ପାଖକୁ ପହଞ୍ଚିବା ପାଇଁ ତାଙ୍କ ଯୋଉ ପ୍ରୟାସ, ସେଥିପାଇଁ ମୁଁ ତାଙ୍କୁ ଅଶେଷ ଧନ୍ୟବାଦ ଦେବି। ଆଉ ମୁଁ ନିଶ୍ଚିତ କାମନା କରିବି, ଆଶା ରଖିବି ଆଗାମୀ ଯୁବପିଢି ଅଟଳଜୀଙ୍କ ଆଦର୍ଶ ଅନୁପ୍ରାଣିତ ହୁଅନ୍ତୁ, ତାଙ୍କ ପଥକୁ ଅନୁସରଣ କରନ୍ତୁ। ନିଶ୍ଚିତ ଭାବେ 2047 ସୁଦ୍ଧା ଯୋଉ ବିକଶିତ ଭାରତ, 2036 ଯୋଉ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ବିଶ୍ୱ ସାକାର ହବ। ଧନ୍ୟବାଦ। ବିରୋଧୀ ଦଳକୁ ନେଇକି ତ କହିହବନି, ବିରୋଧୀ ଦଳ ସବୁବେଳେ ବିରୋଧୀ କରିବେ, କିନ୍ତୁ ଅଦ୍ୱିତୀୟ ନେତା ଅଜାତ ଶତ୍ରୁ ଥିଲେ ଅଟଳଜୀ। ତାଙ୍କ ଯୋଉ ନେତୃତ୍ୱ, ତାଙ୍କ ଯୋଉ ପରାକାଷ୍ଠା, ସେଥିରୁ ଏଟଲିଷ୍ଟ ମୁଁ ଭାବୁଛି ବିରୋଧୀ ମାନେ ବି ତାଙ୍କୁ ଗ୍ରହଣ କରିବା ଉଚିତ। ଗ୍ରହଣ କଲେ ଏଇ ଯୋଉ ବିରୋଧ ହବ, ଏ ଯୋଉ ନେଗେଟିଭ ଚିନ୍ତାଧାରା ତାଙ୍କ ମନରୁ ହଟିବ। ଆଉ ଓଡ଼ିଶା, ଭାରତ ବର୍ଷ 2036-47 ସୁଦ୍ଧା ସମୃଦ୍ଧ ବିକଶିତ ନିଶ୍ଚୟ ପରିଣତ ହବ।